एज टू एज यंग वन नीड, चलो ठीक है आगे करो। Yes. Diet differ from age to age. Young one need different type of food, both is quality as well as quantity as compared to older people who need diet in less quantity and with lesser fat. कौन दଉଛି ଫ୍ୟାକ୍ଟର କଣ ରହିଲା ନା ଏଜ, ସେକ୍ସ, ବଡି ସରଫେସ ଏରିଆ। ଏଜ କହିଲେ କଣ କୋଉ ଏଜ ର ଆମେ ରହୁଛନ୍ତି ହେଲା କି, ତା ସହିତ ସେକ୍ସ କହିଲେ କଣ ଜେଣ୍ଡର ୱାଇଜ କଣ କିଏ ମେଲ ଅଛି ଫିମେଲ ଅଛି, and ବଡି ସରଫେସ ଏରିଆ ହଉଛି କଣ ନା କେତେ ତାର ୱେଟ ଟା ଯୋଉଟା ଆମେ କୁହନ୍ତି କେତେ ତାର ବଡିର ୱେଟ ଅଛି କେତେ ହାଇଟ ଅଛି ସେଇଟା କଣ, ତ ସେଇଟା ଡିପେଣ୍ଡ କରିବ ନା ଡାଏଟ ଉପରେ। ଧର ଗୋଟେ ମୋଟା ଲୋକଟେ ଅଛି ତାର ଏନର୍ଜି କନଜମ୍ପସନ ଟିକେ ଅଧିକ ରହିବ, ତାକୁ ଅଧିକ ମାତ୍ରାରେ ଜିନିଷ ଦରକାର। ଗୋଟେ ଛୋଟ ଛୁଆଟେ 2 ବର୍ଷର ପିଲାଟେ ତାକୁ ତାର ଏତେ ଏନର୍ଜି ଦରକାର, ବଟ୍ ଏଠି କଣ କହୁଛି ନା ସେ ୟଙ୍ଗ ୱାନ୍ ନିଡ୍ ଡିଫରେଣ୍ଟ ଟାଇପ ଅଫ ଫୁଡ ବୋଥ, କଣ କହୁଛି ନା ୟଙ୍ଗ ୱାନ୍ ନିଡ୍ ଡିଫରେଣ୍ଟ ଟାଇପ ଅଫ ଫୁଡ ବୋଥ ଇନ୍ କ୍ୱାଲିଟି ଆଜ ୱେଲ୍ ଆଜ କ୍ୱାଣ୍ଟିଟି। ୟଙ୍ଗ ମାନେ କଣ, ୟଙ୍ଗ ଷ୍ଟେଜ ଟା କଣ ହେଲା ଆମର ଗୋଟେ ଗ୍ରୋଥ ଷ୍ଟେଜ ରହୁଛି, ଗ୍ରୋଥ ଷ୍ଟେଜ ର ଏଜ ଟା କେତେ କେତେ ଅଲମୋଷ୍ଟ ହଉଛି 20 ରୁ 24 ବର୍ଷ ପାଇଁ ମେଲଙ୍କର, ଫିମେଲଙ୍କର 18 ରୁ 20 ବର୍ଷ ପାଇଁ ସେଟା ଭ୍ୟାରି କରେ ହେଲା। ତ ସେଇ ଟାଇମରେ ବଡିଟା ଗ୍ରୋଥ ହଉଛି, ଯଦି ସେଇ ଟାଇମରେ ବଡି ଗ୍ରୋଥ ହବ ତ ତାକୁ କଣ ଅଧିକ ଦରକାର ହଉଛି ଫୁଡ କ୍ୱାଣ୍ଟିଟି ଆଉ କ୍ୱାଲିଟି ମଧ୍ୟ। କ୍ୱାଲିଟି କହିଲେ ଯୋଉଟା ଡାଏଟ ଆମେ ପ୍ରପର ଆମାଉଣ୍ଟ ସବୁ ଫୁଡ ଥିବ ଦରକାର, ତାକୁ ଅଧିକ ଦରକାର। ବଟ୍ ସେମ୍ ୱେଟ୍ ସେମ୍ ସାଇଜର ଯଦି ଗୋଟେ ଆଡଲ୍ଟ ମାନେ ଆଡଲ୍ଟ ଫୁଡ ହେଇଥିବ ମିନ୍ସ 24 କି 25 ଲୋକଟେ ହେଇଥିବ, ତ ତାକୁ କଣ ଦରକାର ନା କମ ଦରକାର ହେଲା କି। ତ ଏଇଟା ବୁଝିପାରିଲ ନା ଜିନିଷ, ଯଦି ବଡି ଗ୍ରୋଥ ଷ୍ଟେଜରେ ଅଛି ତ ଗ୍ରୋଥ ହବା ପାଇଁ ତାକୁ ଅଧିକ ଆମାଉଣ୍ଟର ଜିନିଷ ଦରକାର। ଆଉ ଯଦି ବଡି ନର୍ମାଲ ଷ୍ଟେଜ ଗ୍ରୋଥ ଅଲରେଡି ହେଇଯାଇଛି ତା ଡିପେଣ୍ଡ କରେ ସେ କଣ ୱାର୍କ କରୁଛି, ଆଉ ତାର ବେସିକ ରିକ୍ୱାରମେଣ୍ଟ କଣ ଅଛି ଆଉ ଯୋଉଟା ଆମର ଏକ୍ସଟ୍ରା ରିକ୍ୱାରମେଣ୍ଟ କଣ ଅଛି ସେଇ ହିସାବରେ ଡିପେଣ୍ଡ କରେ ତାର ନ୍ୟୁଟ୍ରିଏନ୍ସ ଟା। ସମସ୍ତେ ଲାଇନରେ ଅଛ ତ, ଶୁଭୁଛି ନା କଥା ସବୁ ଠିକ ସେ? ଆଜ୍ଞା ସାର୍ ଆସୁଛି ଭଏସ। ହୁଁ। ଆଉ ରହିଲା ଟାଇପ୍ସ ଆଣ୍ଡ ଡ୍ୟୁରେସନ ଅଫ ଆକ୍ଟିଭିଟି। On the types and duration of activity on diet also depend on type of activity that ए लैपटॉप खोलोनी मोर ମୁଁ ପରେ ତାକୁ ଦେଖିବି ଆଉ ହେଲା, ଆଦରୁ ପଢେଇ ଦବ ଯେତେ ହବ। Type of duration of activity diet also depend on type and activity that we do and in its duration and activity involved in virus, चलो virus various चलो आगु चलो। Vigorous training needs more calorie food compared to office work. A sedentary person requires light food, whereas a worker who does 8 to 10 hour hard work need good diet. ହେଲା ବୁଝିଲା ଜିନିଷ କଣ ନା କଣ କହୁଛି ନା ଯାହାର କାମ ଅନୁସାରେ ଦରକାର ତାର ସେଇଟା ସତ କଥା। ଯିଏ ଅଫିସରେ ୱାର୍କ କରୁଛି ତାର ମେଣ୍ଟାଲ ଆକ୍ଟିଭିଟି ଅଧିକ ରହୁଛି, ତାର ଫିଜିକାଲ ଆକ୍ଟିଭିଟି ରହୁନି, ଫିଜିକାଲ ଆକ୍ଟିଭିଟି ତାର କମ, ତାର ସେମିତି କମ ଦରକାର ଏନର୍ଜି। ବଟ୍ ଯିଏ ଲେବର କାମ କରୁଛି, ଲେବର ମିନ୍ସ ହାର୍ଡ ୱାର୍କ କରୁଛି, ସେ ବେଶୀ ଫିଜିକାଲ ଇନଭଲ୍ଭ ଯେହେତୁ ରହୁଛି, ଫିଜିକାଲ ମେଣ୍ଟାଲ ଇନଭଲ୍ଭ ରହୁଛି, ତ ତା ପାଇଁ ଅଧିକ ଏକ୍ସେସ ଆମାଉଣ୍ଟ ଅଫ ଏନର୍ଜି ଦରକାର। ତ ସେଟା ବି ଡିପେଣ୍ଡ କରେ ବାଲାନ୍ସ ଡାଇଟ୍ ଉପରେ। ଗୋଟେ ଓଲଟା ହଉଛି ଯିଏ ଅଫିସରେ ବସୁଛି ସେ ଖାଉଛି ଅଧିକ, ଯିଏ କାମ କରୁଛି ସେ ଖାଉଛି କମ, ପଇସାର ଡିଫରେନ୍ସ ହେଇଯାଉଛି। ତ ଦେଖ ଡିଫରେନ୍ସ ଟା କେମିତି ହଉଛି, ଯିଏ ଖାଉଛି କମ ଅବଶ୍ୟ ବେଶୀ କମ ଖାଇଲେ ତ ସିଏ ତ ପତଳା ହେଇ ଚାଲିଛି, ବଟ ଯିଏ ନର୍ମାଲ ଖାଇବା ରଖୁଛି ତାର ମସଲ ମାସ କେମିତି ରହୁଛି, ବଟ ଯିଏ ଆମର ଅଫିସରେ ୱାର୍କ କରୁଛି ଦେଖ ତାଙ୍କର ସବୁ ପେଟ କେମିତି ବାହାରି କରୁଛି, ମାନେ ସିଚୁଏସନ କେତେ ଡିଫରେଣ୍ଟ। କିଏ ଖାଉଛି କଣ କାମ ପାଇଁ ଖାଉଛି, ବଟ କିଏ ଖାଉଛି କେତେ ଜଣ ଅଛନ୍ତି ଖାଇକି ଜିମ୍ କରୁଛନ୍ତି ଝଡେଇବା ପାଇଁ, ବଟ କେତେ ଜଣ ଅଛନ୍ତି ମାନେ ତାଙ୍କୁ ହଉନି ସର୍ଟ ହଉଛି କିନ୍ତୁ ସେ ଖାଉଛନ୍ତି କାମ କରିବା ପାଇଁ। ତ ଏଇଟା ହଉଛି ଜିନିଷ ଏକ୍ସେସ ଆମାଉଣ୍ଟ ର ଅଛି ଏନର୍ଜି ଯଦି ତମେ ନେଲ ବଡିରେ ତ ସେଟା କଣ ହଉଛି କନଭର୍ଟେଡ ଟୁ ଫ୍ୟାଟ ହଉଛି, ଯାହା ଦ୍ୱାରା କି ସେମାନେ ମେଦବହୁଳତା ରୋଗର ଶିକାର ହଉଛନ୍ତି। ଥାର୍ଡ ୱାନ ହଉଛି ଇଟିଂ ହାବିଟ ଆଣ୍ଡ ସୋସିଆଲ କଷ୍ଟମ। ଇଟିଂ ହାବିଟ ଆଉ ସୋସିଆଲ କଷ୍ଟମରେ କଣ ଫ୍ୟାକ୍ଟର ରହୁଛି? Eating habit and social custom also affect the diet of an individual.
Some individuals are habitual of eating fast food, whereas others do not like it. Similarly, our social custom play important role of food preparation. A section of society prefer non-vegetarian food, whereas in other section of society only vegetarian food is served. ଯିଏ ନନ୍ ଭେଜିଟେରିଆନ୍ ଅଛି ତାକୁ ମ୍ୟାକ୍ସିମମ୍ ପ୍ରୋଟିନ୍ ସବୁ କିଛି ନ୍ୟୁଟ୍ରିଏଣ୍ଟସ୍ ମିଳିଯିବ ବଟ୍ ଯୋଉମାନେ ଭେଜିଟେରିଆନ୍ ଅଛନ୍ତି ଆଉ ଭେଜିଟେରିଆନ୍ ଟୁ ଟାଇପ୍ ଅଛନ୍ତି ଗୋଟେ ଭେଗାନ୍ ବି ଅଛି ସେ ଭେଜିଟେରିଆନ୍ କୁ କ'ଣ ପ୍ରପର ଆମାଉଣ୍ଟ ଅଫ୍ ନ୍ୟୁଟ୍ରିସନ୍ ମିଳିପାରେନି କାରଣ ସୋର୍ସ ଯେହେତୁ ଲିମିଟେଡ୍ ତ ସେତିକି ଜିନିଷ ମିଳିପାରେନି ତ ସେ ସେନ୍ସରେ କ'ଣ ହୁଏ ନା ତାଙ୍କୁ ଗୋଟେ ପରଫେକ୍ଟ ଡାଏଟ୍ ଦରକାର ଯୋଉଥିରେ କି ସବୁ ଜିନିଷ ମିଳିବା ଦରକାର ଆଉ କେତେ ଜଣ ଅଛନ୍ତି ଭେଗାନ୍ ଯିଏ କିଛି ମିଲ୍କ ପ୍ରଡକ୍ଟ ବି ଖାଆନ୍ତି ଯଦି ମିଲ୍କ ପ୍ରଡକ୍ଟକୁ ତମେ ହାଇଡ୍ କରିଦେଲ ଆଉ କିଛି ଏମିତି ବହୁତ କମ ମାତ୍ରା ଜିନିଷ ଅଛି ଯୋଉଟା ପ୍ରପର ଆମାଉଣ୍ଟ ଅଫ୍ ନ୍ୟୁଟ୍ରିସନ୍ ଦରକାର ଆଉ କ'ଣ ରହୁଛି ସୋସିଆଲ କଷ୍ଟମ ବା ରହୁଛି କିଛିଟା ଜିନିଷ ଯେମିତି ଷ୍ଟେଟ୍ ଟୁ ଷ୍ଟେଟ୍ ଭ୍ୟାରି କରିବ କଣ୍ଟ୍ରି ଟୁ କଣ୍ଟ୍ରି ଭ୍ୟାରି କରିବ ଯେମିତି ଆମର ଦେଖ ଚାଇନିଜ ଯୋଉ ରହିଲେ ଜାପାନିଜ ଚାଇନିଜ ତାଙ୍କର ଖାଦ୍ୟ ନୁଡଲ୍ସ ଫୁଡଲ୍ସ ଟାଇପର ଯୋଉ ଖାଦ୍ୟ ଯୋଉ ଏତେ କମ ଟାଇପର ଖାଦ୍ୟ ତାଙ୍କର ତ ତାଙ୍କର ବଡିର ଟିକେ ଲିନ୍ ଥାଏ ଟିକେ ବଟ୍ କମ୍ପାରେଟିଭଲି ଯଦି ଆମେ ଆମେରିକା ୟୁରୋପ ଏସବୁ ଜାଗାକୁ ଯିବା ତ ସେଠି ଯୋଉ ସେମାନେ କ'ଣ ଖାଆନ୍ତି ବେସିକାଲି ତାଙ୍କର ହାଇ ଆମାଉଣ୍ଟ ଅଫ ଫ୍ୟାଟ୍ ଆଉ ପ୍ରୋଟିନ ର ଫୁଡ ଟାକୁ ଇନଟେକ୍ କରନ୍ତି ଯାହାଦ୍ୱାରା କି ସେମାନେ ମ୍ୟାକ୍ସିମମ୍ ସେଠି ହେରିଡିଟିଆଲ ଜିନ୍ ର ଫ୍ୟାକ୍ଟର ବି ଅଛି ହେରିଡିଟି ଜିନ୍ ମାନେ କ'ଣ ସେମାନଙ୍କ ଜିନ୍ ଟା ହେଲା କି ଯୋଉ ବାପା ମାଙ୍କ ଠାରୁ ଯିଏ ଜନ୍ମ ହେଇଥିବ ତାଙ୍କର ଯେମିତିକା ବଡିର ଷ୍ଟ୍ରକ୍ଚର ଥିବ ସ୍ପେସିଆଲି ସେଇ ଟାଇପର ବଡିର ଷ୍ଟ୍ରକ୍ଚର ଆସିବ ବଟ୍ ତାପରେ ବି ଖାଦ୍ୟର କିଛିଟା କ୍ୱାଲିଟି ରହୁଛି ଜିନିଷ ଯେମିତି ଆମର ଓଡିଶାରେ ରହିଲେ ଆମେ ବେଶୀ ରାଇସ୍ କୁ ପ୍ରିଫର କରୁଛନ୍ତି ବଟ୍ ଯଦି ଆମେ ଯିବା ପଞ୍ଜାବ ସେକ୍ଟର ହରିୟାଣା ସେକ୍ଟରକୁ ସେମାନେ ହ୍ୱିଟ୍ସ କୁ ବେଶୀ ପ୍ରିଫର କରୁଛନ୍ତି ଡିପେଣ୍ଡ କରେ ସୋସିଆଲ କଷ୍ଟମ ଉପରେ ହେଲା କ୍ଲାଇମେଟ ଫ୍ୟାକ୍ଟର କ'ଣ ରହୁଛି ଫୁଡ ଇଜ ଭ୍ୟାରି ଟୁ ଡିଫରେଣ୍ଟ କ୍ଲାଇମେଟ as you have to experience of having different diet summer and winter similarly people living different climate zone have different food समर एंड विंटर नहीं जो जगह विंटर रोज स्पेशली से फूड खाऊछन मिल्क चीज ଆଉ ତାଙ୍କର ନନ୍ ଭେଜିଟେରିଆନ ଫୁଡ କୁ ପ୍ରିଜର୍ଭ କରିକି ବେଶୀ ଖାଉଛନ୍ତି ଖାଆନ୍ତି ଏଇଟା ରହିବ ଯାହା ବି ଜିନିଷ ତ ସେଟା ବି ଗୋଟେ କିଛି ଫ୍ୟାକ୍ଟର ଅଛି ତାପରେ ହେଲ୍ଥ ଷ୍ଟାଟସ୍ ଆଣ୍ଡ ଗ୍ରୋଥ ଇଫ୍ ୟୁ ଆର୍ ଏ ଗୁଡ୍ ଷ୍ଟେଟ୍ ଅଫ୍ ହେଲ୍ଥ then you will have good diet where the unhealthy individual cannot have similar diet. In growing age, good food to the children. Sick individual cannot have normal diet. Usually, they take light meal or or as recommended by a doctor. ଯଦି କିଏ ସିକ୍ ପେସେଣ୍ଟ ଥାଆନ୍ତି ତାଙ୍କୁ ଆମେ ଗୋଟେ ଡାଇଟିଂ ଦେଇପାରିବାନି କାରଣ ତାଙ୍କର ଗୋଟେ ସ୍ପେଶିଆଲ କିଛିଟା ଜିନିଷ ରହିବ ଯାହାଦ୍ୱାରା କି ଲାଇଟ୍ ମିଲ୍ ନେବେ ଜିନିଷ କାରଣ ଯେ କିଛି ବି ସେମାନେ କରୁନାହାନ୍ତି ଯଦି ଅଧିକ ପ୍ରୋଟିନ ନେବାକୁ ଅସୁବିଧା ହବ ଅଧିକ ଆମାଉଣ୍ଟ ଫୁଡ ବି ତାକୁ ଡାଇଜେଷ୍ଟ କରିବ ନା ବଡି ଯେତେ ଜିନିଷ ନବ ତାକୁ ସେତିକି ପ୍ରୋସେସ କରି ବଡି ଦବ ତ ସେଠି ପ୍ରୋବ୍ଲେମ ଆସିଯିବ ଆଉ କ'ଣ ଯଦି ଅନହେଲ୍ଦି ଯଦି ଗୋଟେ if you are a good state of health then you will have good diet whereas unhealthy individual cannot have similarly ମାନେ କ'ଣ ତମେ ଭଲ ଡାଏଟ ନେଇକି ତମର ଗୁଡ୍ କଣ୍ଡିସନ ସବୁ କିଛି ଠିକ ଠାକ ଅଛି ତାହେଲେ ତମେ କ'ଣ ରହିବ ନା ଠିକ ଭାବରେ ତମକୁ ଫୁଡ ଟା ଇନଟେକ୍ କଲେ ଗୋଟେ ପ୍ରପର ଆମାଉଣ୍ଟ ଡାଏଟ ନେଇପାରିବ ଗୋଟେ ଅନହେଲ୍ଦି ପର୍ସନ କ'ଣ ଯେହେତୁ ସିଏ ଗୋଟେ ପ୍ରପର ଆମାଉଣ୍ଟ ଡାଏଟ ନେଇନି ତାକୁ ଯଦି ସଡନ ସେ ଡାଏଟ ନେଲ ତାର ମୁଣ୍ଡ ଫୁଣ୍ଡ ପିନ୍ଧିବ କାହିଁକି କହିଲ ଦେଖ ଯେଉଁମାନେ ମୋଟା ପର୍ସନ ଅଛନ୍ତି ହେଲେ ନର୍ମାଲ ପର୍ସନ ଏତିକି ଏନର୍ଜି ରିକ୍ୱାରମେଣ୍ଟ ତାକୁ ସେତିକି ଏନର୍ଜି ଦେଇଦେଲ ତ ଠିକ ଅଛି କିଛି ଅସୁବିଧା ନାହିଁ ସେଇଟା କଣ୍ଟିନ୍ୟୁ ହବ ବଟ୍ ସେତିକି ଆମାଉଣ୍ଟ ଗୋଟେ ଲୋକ ରହିବେ ସେତିକି ଆମାଉଣ୍ଟ ଗୋଟେ ଲୋକ ତ କଂସେ ଗୋଟେ ଗୋଟେ ବଡ ଥାଳିଆରେ ଥାଳିଏ ଭାତ ଖାଉଛି ହେଲା ସେ ଭାତ ଖାଉଛି ଏତେ ସବୁ ଜିନିଷ ଖାଉଛି ଯେ ସେଟା କଣ୍ଟିନ୍ୟୁ ହେଇ ଚାଲିଛି ବଟ୍ ତାକୁ ଯଦି ତାର ଯେତିକି ରିକ୍ୱାରମେଣ୍ଟ ଅଛି ତା ରିକ୍ୱାରମେଣ୍ଟ ଗୋଟେ ତାଟିଏ ଛୋଟ ତାଟିଏ ଭାତ ସଡନ ଯଦି ତାକୁ ଚେଞ୍ଜ କରିଦେବ ସେଇ ଜିନିଷଟା ତ ତାକୁ ସେଟା ସେ ଆହୁରି ଏକ୍ସେସ ଅନହେଲ୍ଦି ହେଇଯିବ ତ ସେ ଜିନିଷ ହେଲ୍ଥ ଷ୍ଟାଟସ୍ ବି ମ୍ୟାଟର କରେ psychological consideration, psychological question, some of the psychological factors affect the diet, like how the food is cooked or what is the taste of food. If the meal is tasty, then everybody likes to have it. The lagu banan, everyone likes to have. Psychological how? ଯଦି ଫୁଡଟା ଟେଷ୍ଟି ଥାଏ ତ ଅଧିକ ନେଇଯାଅ ଯଦି ଫୁଡଟା ଟେଷ୍ଟି ନଥାଏ କମ ନେଇଯାଅ ମୁଡ ଉପରେ ବି ଡିପେଣ୍ଡ କରେ ଯଦି ମୁଡ ଷ୍ଟ୍ରେସ୍ ଅଛି କି ତମ ସେ ମୋ ମନ ଭଲ ଲାଗୁନି ସେ ଜାଗାରେ ହଉଛି କମ ବେଳେ ବେଳେ ଖାଇଥିବା ବେଳେ ବେଳେ ବି ଅଧିକ ଜଣ ଜଣ ଅଛନ୍ତି ଜାଣିପାରନ୍ତି ଅନ୍ୟ କଥା ଭାବିକି ଅଧିକ ଅଧିକ ଫୁଡ ଖାଇଯାନ୍ତି ଏସବୁ ଜିନିଷର ଫ୍ୟାକ୍ଟର ହେଲା ତାପରେ ଏଇଟା ଏଲିମେଣ୍ଟ ବାଲାନ୍ସ ଯାଇକି ଏଇଟା ମୁଁ ପଢିଛି ଅଲରେଡି ହେଲା ଏଇଠି ଦେଖ ଆମର
କଣ ଅଛି ନା ଏ ଯୋଉ ଏଟା ନୁହେଁ ତାହେଲେ ଆଗକୁ ଚାଲ। ଏଠି ଆମର ଦେଖ କ୍ୟାଲୋରିଜ ଦେଇଛି ଗୋଟା 50 କେଜି ଆଥଲେଟ ରିକ୍ୱାରମେଣ୍ଟ ହିସାବରେ ଦେଇଛି, ସେଟା କେମିତି ବାହାର କରିବା ଚାଲ ଆଗକୁ ଚାଲ। ନାଇଁ ଆଗକୁ ମାନେ ନେକ୍ସଟ ହଁ 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 ବାସ୍ ଡେଲି ଏନର୍ଜି ରିକ୍ୱାରମେଣ୍ଟ ତାର କଣ କେତେ ଏନର୍ଜି ରିକ୍ୱାରମେଣ୍ଟ ଟାକୁ ଆମେ କେମିତି ଫାଇଣ୍ଡ ଆଉଟ୍ କରିବା ହେଲା କି? ତ ପର୍ସନାଲ ଏନର୍ଜି ରିକ୍ୱାରମେଣ୍ଟ ଇଜ ଇକ୍ୱାଲ ଟୁ ବେସିକ ଏନର୍ଜି ରିକ୍ୱାରମେଣ୍ଟ ପ୍ଲସ ଏକ୍ସଟ୍ରା ଏନର୍ଜି ରିକ୍ୱାରମେଣ୍ଟ। ମାନେ ପର୍ସନାଲ ଏନର୍ଜି ରିକ୍ୱାରମେଣ୍ଟ ଯୋଉ ପର୍ସନ କୁ ନେଇଛ ହେଲା କି? ଯେମିତି ନା ବେସିକ ଏନର୍ଜି ଯୋଉଟା ଯୋଉଟା ଆମେ ନର୍ମାଲ ବଡିର ଫଙ୍କସନ ଦଉଛି, ଯେମିତି ଅର୍ଗାନ ଗୁଡାକ ଯାହା ଗଲେ ତାଙ୍କୁ ସେତିକି ଫଙ୍କସନ କରିବା ପାଇଁ ସେତିକି ଏନର୍ଜି ରିକ୍ୱାରମେଣ୍ଟ ଅଛି, ତାକୁ ସେତିକି ଏନର୍ଜି ନ ମିଳିଲା ବେସିକ ଏନର୍ଜି ନାହିଁ ନା, ଏତିକି ହିଁ ଆମକୁ ଦରକାର। ବେସିକ ନିଡ୍ ଯୋଉ ଜିନିଷ କୁହନ୍ତି ଗୋଟେ ନର୍ମାଲ ବଡିର ଫଙ୍କସନ ପାଇଁ ଯେତିକି ଏନର୍ଜି ଦରକାର ସେଇଟାକୁ ଆମେ ବେସିକ ଏନର୍ଜି। ତାପରେ ହଉଛି ଏକ୍ସଟ୍ରା ଏନର୍ଜି କଣ, ଯାହା ତମେ କରୁଛ ଯେତେ ଟାଇମ ର ୱାର୍କ ଆଉଟ କରିବ, ଧର ତମେ ଅଫିସ ଯାଉଛ କି କେତେ ଜଣ ଅଛ ଯୋଉଟା ଏକ୍ସରସାଇଜ କରୁଛ, ଖେଳୁଛ ବୁଲୁଛ କିମ୍ବା କୋଉ ଦିନ ଏକ୍ସଟ୍ରା ଡିମାଣ୍ଡ ପଡୁଛି, କୋଉ ଦିନ କିଛି କାହାର ଦେହ ଖରାପ ହେଇଗଲା କି କୁଆଡେ ଯିବା ପାଇଁ ଅଧିକ ହେଲା, ସେ ଜାଗାରେ ଅଧିକ ଇଏ କରୁଛ, ସେଇଟା ହଉଛି ଏକ୍ସଟ୍ରା ଡିମାଣ୍ଡ। ତ ସେଇ ହିସାବରେ ଆମ ଏନର୍ଜି ଟାକୁ ଆମେ କାଲକୁଲେଟ କରୁଛୁ। ଯେମିତି ସେ କଣ କହିବା ଫର ଏଭ୍ରି କେଜି ଅଫ ବଡି ୱେଟ 1.3 calories of energy is required every hour and athlete weight 50 kgs would require କଣ ବେସିକ ଏନର୍ଜି ଟା କେମିତି ହେଲା ନା ଯେତିକିଟା କେଜି ଇନଟୁ ଗୋଟେ ଘଣ୍ଟା, ସବୁ 24 ଘଣ୍ଟା ନା 24 ଆୱାର ଇନଟୁ 1.3 ହେଲା, ତ ଯେତିକି ହେଲା ସେତିକି ହଉଛି ବେସିକ କ୍ୟାଲୋରିଜ। ତାପରେ ଏକ୍ସଟ୍ରା କ୍ୟାଲୋରିଜ କଣ, extra calories for each hour of training we require 8.5 calorie of energy of each kg of body weight। ମାନେ କଣ for 2 hour training ଯଦି ତମ ଟ୍ରେନିଂ ସେସନ ଯେତେ ଟାଇମ ରେ କରିବ, ୱାର୍କଆଉଟ ଯେତେ ଟାଇମ ରେ କରିବ, ତ ସେତେ ତମର 8.5 ଇନଟୁ ସେତିକି କେଜି ଇନଟୁ କେତେ ଆୱାର, ସେତିକି ଅନୁସାରେ ଏକ୍ସଟ୍ରା ଏନର୍ଜି 8.5 ଟା ଭାରି କରିବ। ଯୋଉ କେତେ କୋଉ ଇଣ୍ଟେନ୍ସିଟି ତମ ଟ୍ରେନିଂ ଟା ରହୁଛି ହେଲା, ଲୋ ଇଣ୍ଟେନ୍ସିଟି ରହୁଛି ତ ନର୍ମାଲ ରହିବ। ଯଦି ହାଇ ଇଣ୍ଟେନ୍ସିଟି ୱାର୍କଆଉଟ ହଉଛି ତା ପାଇଁ ଅଧିକ ଏନର୍ଜି ରହିବ। ଯେମିତି ନ୍ୟାସନାଲ ଲେବୁଲ ସେ ପ୍ରିପାରେସନ କରୁଥିବ, ନ୍ୟାସନାଲ ଲେବୁଲ ପ୍ରିପାରେସନ ପାଇଁ ତ ପୁରା ହାଇ ଇଣ୍ଟେନ୍ସିଟି କରୁଥିବ, ଆମେ ସେ ବହୁ ଲଙ୍ଗ ପିରିୟଡ଼ ଅଫ ଟାଇମ କରୁଥିବ, ତା ପାଇଁ ଅଧିକା ରିକ୍ୱାରମେଣ୍ଟ ଅଛି। ତ ଏଇଟା ଗୋଟେ ଡେଲି ଗୋଟେ ଏଇଟା କଣ ଦେଇଛି, ଗୋଟେ ନର୍ମାଲ ହ୍ୟୁମାନ ବିଙ୍ଗ ର ଏଇ ଜିନିଷଟା କରୁଛି ହେଲା। ଚାଲ ଆଗକୁ ଚାଲ। ତ ଆଥଲେଟ ୱେଟ 5 ଏସବୁ ଦେଲା, ଏଇ ଦିଟା ମିଶି ସାରିଲା ପରେ ଯେତିକି କ୍ୟାଲୋରି ଦରକାର ସେତିକି ନିଜେ ନିଜେ ବାହାର କରିପାରିବ ଏସବୁ ଜିନିଷ। ତାପରେ ଏଇ ଜିନିଷରେ ତମକୁ ପଢେଇଛି କଣ କଣ କେମିତି ଯିବା ଆଉ। ଚାଲ ଆଗକୁ ଚାଲ, କାର୍ବୋହାଇଡ୍ରେଟ ପାଖକୁ ଚାଲ। ବାସ ନେଟ ରେ ସେଠୁ ସର୍ଚ୍ଚ କଲ, କଣ କହୁଛ କି? ହଁ ଗୋଟେ ନେଟ ରେ ସର୍ଚ୍ଚ କଲ, କହୁଛି ସେଇ ସେୟାରିଂ ସ୍କ୍ରିନ ରେ ସର୍ଚ୍ଚ କର। ମସଲ ବ୍ୟାଣ୍ଡ। ହୁଁ। ଇମେଜ ଏଟା କଣ ହେଲା, ସ୍କେଲିଟାଲ ମସଲ ବ୍ୟାଣ୍ଡ ମାର। ହଁ ଏଇଠି ଅଛି। ସେକେଣ୍ଡ ଟା କ୍ଲିକ କଲି।
ମୁଁ କରୁଛି এটা ବେଶୀ ପଳେଇଲା। ଆର ଗୋଟେ ମସଲ ଥିବ, ମସଲ ଭିତରେ ବ୍ୟାଣ୍ଡ ଥିବ, ଏଟା ପଳେଇଲା ଏଠି ସାର୍କୋମେର ପାଖକୁ ପଳେଇଲା। ଆଉ କିଛି ଆସୁନି। କୋଉଠି ଗୁଗଲ ସର୍ଚ୍ଚ କରୁଛ ନା ନାଇଁ? ଗୁଗଲ ସର୍ଚ୍ଚ କରୁଛ ଏମିତି ଅଛି। ଗୋଟେ ମିନିଟ ମୁଁ ଲିଙ୍କରେ ଜଏନ୍ କରୁଛି। ହୁଁ? ହଁ ସେଇ ଟାଇପର ଜିନିଷ, ସେଇଟା ଗୋଟେ ପର୍ଟିକୁଲାର ଗୋଟେ ମସଲ କିଣିବ। ମସଲ୍ସ ଫାଇବର ମାରିଲ। ଫାଇବର। ଆରେ ସେ ଯୋଉ ଇଏଟା କୁଆଡେ ଗଲା? ତମେ ଯୋଉ ଲିଙ୍କଟା ସେୟାର କରିଥିଲ କାଇଁ? ଗୋଟେ ମୁଁ କରୁଛି। ଗୋଟେ ମିନିଟ ଲାଇନରେ ରୁହ। ଆସିଲା ଆସିଲା। ଏ ଯୋଉ ଥାର୍ଡ ନମ୍ବରଟାକୁ ସିଲେକ୍ଟ କର। ଏଇଟା ଦେଖୁଛ ନା ସମସ୍ତେ? ସମସ୍ତେ ଦେଖା ଯାଉଛି କି ନାଇଁ? ଦେଖାଯାଉଛି ସାର୍। ଏଇଟା ଦେଖ, ବ୍ୟାଣ୍ଡ ଟାକୁ ଦେଖ। ଏଇଟା ଗୋଟେ ମସଲ ଦେଖ, ଟେଣ୍ଡନ ଦେଇଛି, ଏଟା ବୋନ୍ ଟା ଦେଇଛି ଗୋଟେ। ଦେଖାଯାଉଛି ନାଇଁ? ମୁଁ କେତେବେଳେ କାଲି ଆଡକୁ ଦେଖିକି ହୁଏ, ମୁଁ ସ୍କେଲେଟଲ ସିଷ୍ଟମ ପଢେଇବି, ଏଟାକୁ ଆଉଥରେ ଭଲସେ ପଢେଇବି। ଏ ଯୋଉ ଆମର ଗୋଟେ ବୋନ ଅଛି ଦେଖ, ବୋନ ସାଇଡରେ ଗୋଟେ ଟେଣ୍ଡନ ଅଛି ହେଲା। ସେ ଟେଣ୍ଡନ ଟା ଅଛି କଣ, ବୋନ କୁ ମସଲ ରେ ଜଏଣ୍ଟ କରୁଛି ହେଲା। ତାପରେ କଣ ରହୁଛି ନା, ଏଟା ହଉଛି ଗୋଟେ କମ୍ପ୍ଲିଟ ଗୋଟେ ବଡ ମସଲ ଟେ ରହୁଛି। ସେ ମସଲ ଭିତରେ କିଛିଟା ଫାଇବର ରହୁଛି। ଏ ପୁରା ଲାଷ୍ଟ ଟାକୁ ଦେଖ, ଏଟା ମସଲ ଫାଇବର। ଆଉ ଗୋଟେ ଇମେଜ ବାହାର କଲ, ଆଉ ଗୋଟେ ଇମେଜ। ହୁଁ। स्केलेटल मसल जो ଦେଇଛି 6 ନମ୍ବର 5 ନମ୍ବର ପଏଣ୍ଟ ସ୍କେଲେଟल मसल। ସେଇଟା ସେଇଟା ବଳ
এটা একটা স্কেলেটাল মাসল। স্কেলেটাল মাসলটা হচ্ছে কোন নাকি কোন ভলেন্টারি না ইনভলেন্টারি? ଭଲଣ୍ଟାରୀ ନା ଇନଭଲଣ୍ଟାରୀ ଯୋଉଟା ସ୍କେଲେଟାଲ ମସଲ ଅଛି ନିଜ ହିସାବରେ କଣ ୱାର୍କ କରିପାରିବ ହେଲା ସେଇଟା ହଉଛି ସ୍କେଲେଟାଲ ମସଲ। ଏଇଟା ଗୋଟେ ମସଲ ବ୍ୟାଣ୍ଡ ଗୋଟେ ଟୋଟାଲ ହେଲା ଗୋଟେ ପର୍ଟିକୁଲାର ମସଲ ଯଦି ନବ ଏଇଟା ହଉଛି ମସଲ ବ୍ୟାଣ୍ଡ। ଏଇଠି କଣ ହଉଛି ଦେଖ ମସଲ ଫାଇବର କେତେ ଲେଖା ହେଇଛି ଗୋଟେ ମସଲ ଫାଇବର ତାପରେ ମାୟୋଫାଇବର ସାର୍କୋମିୟର ଆକ୍ଟିନ ମାୟୋସିନ ଏସବୁ ଜିନିଷ ପ୍ରୋଟିନ ମିନ୍ସ ଏଠି ଯୋଉ ମସଲ ବ୍ୟାଣ୍ଡ ଅଛି ସରୁ ସରୁ ବ୍ୟାଣ୍ଡ ଗୁଡାକ ଯେତେବେଳେ ଆମେ କିଛି ଏକ୍ସରସାଇଜ କରନ୍ତି କି କିଛି ହାର୍ଡ ୱାର୍କ କରନ୍ତି ସେ ଜାଗାରେ କଣ ହୁଏ ନା ଏଇ ମସଲ ଟା ଯେତିକି ତାର ହଉଛି ମାନେ କ୍ଷମତା ଥାଏ ତାକୁ ଟଲେଟ କରିବା ପାଇଁ ସେତିକି ଯଦି ତାଠୁ ଏକ୍ସେସ ଆମାଉଣ୍ଟ ଅଫ ଲୋଡ ପଡେ ତା ଉପରେ ତ ସେଟା କଣ ହବ ନା ବ୍ରେକ୍ ହବ ହେଲା ଆଇଦର ସେଟା ବ୍ରେକ୍ ହବ ଅଦର ଯଦି ବ୍ରେକ୍ ନହେଲା ତାହେଲେ ସେଇ ଜାଗା ଯୋଉଠି ଯଦି ସେ ଟେନସନ ପଡୁଛି ସେ ଜାଗାରେ ଯାଇ ପ୍ରୋଟିନ ଡିପୋଜିଟ ହବ ସେ ପ୍ରୋଟିନ ଡିପୋଜିଟ ହେଲେ ସେ ଜାଗାରେ ନ୍ୟୁ ମସଲ କ୍ରିଏଟ ହବ ନହେଲେ କଣ ହବ ନା ଯଦି ବ୍ରେକ୍ ହଉଛି ସେ ବ୍ରେକ୍ ଜାଗାରେ ପୁଣି ନ୍ୟୁ ମସଲ ଯାଇକି ସେ ପ୍ରୋଟିନ ଡିପୋଜିଟ ହେଇକି ସେଠି କ୍ରିଏଟ ହବ ଯାହା ଦ୍ୱାରା କି ମସଲ ମାସ ଟା ବଢିବ ତାପରେ ମସଲର କ୍ୱାଲିଟି ବି ଇମ୍ପ୍ରୁଭ ହବ ମିନ୍ସ ଗୋଟେ ମସଲ ଯଦି ଲୋଡ ନଉଛି ଧର 50 ଲୋଡ ନେଲା ଗୋଟେ ମସଲ ନେକ୍ସଟ ଯୋଉ ମସଲ ଟା କ୍ରିଏଟ ହବ ସେ 50 ଠାରୁ ମୋର ଦ୍ୟାନ 50 ର ଲୋଡ ଟା ଅଧିକ ନବ ବୁଝିହେଲା ଏଇଟା ହଉଛି ପ୍ରୋଟିନ ବାହାର କରେ ମିନ୍ସ ମାନେ ମେଣ୍ଟେନାନ୍ସ କଲା ଯଦି ମସଲ ବ୍ରେକ୍ ହଉଛି ତ ପ୍ରୋଟିନ ଯାଇକି ସେଟା ମେଣ୍ଟେନାନ୍ସ କଲା ଯଦି ନ୍ୟୁ ମସଲ କ୍ରିଏଟ ପାଇଁ ଗ୍ରୋଥ କରିବା ପାଇଁ ଚାହୁଁଛି ତ ସେ ଜାଗାରେ ଯାଇକି ଗ୍ରୋଥ ହେଇକି ଗ୍ରୋଥ ଆ ଭିତରେ କଣ କାହାର ଡାଉଟ ରହୁଛି ହେଲା ଏଇଟା ମସ୍କୁଲାର ସିଷ୍ଟମ ଭିତରେ ଆମେ ପଢିବା ସେତେବେଳେ ଜାଣିଯିବା ହେଲା ଗଲା ତାପରେ ଆଉ ରହିଲା କଣ ନ୍ୟୁଟ୍ରିସନ ଚାପ୍ଟର ର चलो से कार्बोहाइड्रेट सिंपल कार्बोहाइड्रेट कॉम्प्लेक्स कार्बोहाइड्रेट का कुछ बादाम के आइडिया ना कार्बोहाइड्रेट का कुछ बेटा नहीं पूरा तो गोटे पर्टिकुलर कार्बोहाइड्रेट से बस एटा कार्बोहाइड्रेट केते टू टाइप कौन रोची ना सिंपल कार्बोहाइड्रेट कॉम्प्लेक्स कार्बोहाइड्रेट सिंपल कार्बोहाइड्रेट का कुछ simple carbohydrate कौन कौन simple carbohydrate contain vitamins and minerals sugar are simple carbohydrate which are used to provide energy immediately these are called quick energy food ହେଲା ସେଟା କଣ କହିଲେ ନା quick energy food को जोटा स्वागत କରିଥିଲା ଆମର ଏବେ ଆଉ source of simple carbohydrate they are naturally occurring food milk ଏସବୁ ଜିନିଷ ମିଳେ refined sugar provide calorie but lack in vitamins mineral and fibers ମାନେ କଣ ଯୋଉଟା ଆମେ ହଉଛି ନିଜେ ନବା ସେଇଟା କହିବା ସମାନ ଯୋଉଟା ଆମେ ସୋର୍ସ ପାଇଯାଆନ୍ତି ହେଲା ଯେମିତି ଫ୍ରୁଟ ହେଲା ଫ୍ରୁଟ ଭିତରେ ଯୋଉ ମିଠା ଜିନିଷ ରହୁଛି ଯୋଉଟା ନେଚୁରାଲ ସୋର୍ସ ଯୋଉଟା ନେଚୁରାଲ ସୋର୍ସ ମିଳେ ସେଇଟାକୁ କୁହନ୍ତି ସିମ୍ପଲ ସୁଗାର କୁହନ୍ତି ଯୋଉଟାକୁ ଆମ ସବୁ ଜିନିଷ ମିଳିଯାଏ ତା ଦେହରେ ବଟ୍ ରିଫାଇନ ସୁଗାର ଗୋଟେ କହୁଛେ ଯେମିତି ସୁଗାର କେନ୍ ଜୁସ୍ ଟା ହଉଛି ସିମ୍ପଲ ସୁଗାର ବଟ୍ ସୁଗାର କେନ୍ ଜୁସ୍ ଟା ଯେତେବେଳେ ସିନ୍ଥେସାଇଜ କରିକି ସେତେବେଳେ ସୁଗାର କରିଦିଅନ୍ତି ସେଟାକୁ ସେଟା କଣ ହେଇଯାଏ ରିଫାଇନ ସୁଗାର ହେଇଗଲା ରିଫାଇନ ସୁଗାର କଣ କି ଯେହେତୁ ଗୋଟେ ବହୁତ ସାରା କେମିକାଲ ପ୍ରୋସେସ ଆସେ ସେଟା ଦେହ ପାଇଁ ଠିକ ନୁହେଁ ଆଉ ସେଟା ବହୁତ ଟାଇମ ଲାଗେ ସେଟା ବଡିକୁ ଡାଇଜେଷ୍ଟ କରିବା ପାଇଁ ଟାଇମ ଲାଗେ ତା ସହିତ କଣ ଲ୍ୟାକ୍ ଅଫ ଭିଟାମିନ୍ସ ମିନେରାଲ୍ସ ତା ଦେହରେ ଥାଏ ସେଟା ବଡି ପାଇଁ ଭଲ ନୁହେଁ ତାପରେ ଚାଲ କମ୍ପ୍ଲେକ୍ସ କାର୍ବୋହାଇଡ୍ରେଟ ସିମ୍ପଲ କାର୍ବୋହାଇଡ୍ରେଟ ଆଉ ଗୋଟେ ଜିନିଷ ହଉଛି କଣ ସେଟା ଇଜିଲି ଡିଜଲ୍ଭ ହବ ହେଲା କି ସେଟା ସିମ୍ପଲ କାର୍ବୋହାଇଡ୍ରେଟ କଣ ବହୁତ ଫାଷ୍ଟ ତମକୁ ଏନର୍ଜି ଦେଇଦବ ମାନେ ବହୁତ କମ ଟାଇମ ନବ ତାକୁ ବଡି ତାକୁ ଏନର୍ଜି କନଭର୍ଟ କରିବା ପାଇଁ पर कॉम्प्लेक्स कार्बोहाइड्रेट कौन लागू है कॉम्प्लेक्स कार्बोहाइड्रेट गुड complex carbohydrate good source of minerals vitamin and fiber starch as complex carbohydrate that contain several sugar molecules combined together chemically their energy content is higher than sugar but is released more slowly ହେଲା complex carbohydrate example କଣ ଯାଉଛି ଯାହାର ଫର୍ମାଲି କେରଳ ଯୋଉ ରହିଲା ଆମ ବାଜରା ରହୁଛି ରାଇସ୍ ରହୁଛି କୋଏଟ ରହୁଛି ଚନା ମୁଙ୍ଗ ରାଜମା
এটা କଣ ବେଶୀ ରହୁଛି କାର୍ಬೋହାଇଡ୍ରେଟ ପରିମାଣ ବେଶୀ ରହୁଛି ଆଉ ଏଟା ବଡି ପାଇଁ ଭଲ ହେଲା ଯେହେତୁ ବଡି ପାଇଁ ଭଲ ବହୁତ ସାରା ସୁଗାର ମଲିକ୍ୟୁଲ ରହୁଛି ମିନ୍ସ ଯେତେବେଳେ ଆମର এটা କିନ୍ତୁ କଣ ସ୍ଲୋଲି ଏନର୍ଜି ଦବ ଯଦି ତମେ ଓଟ୍ସ ଫୋଟ୍ସ ଖାଇକି ଦେଖ ତମ ଡାଏଟ ଯେତେବେଳେ ଆମେ କରନ୍ତି ସେତେବେଳେ ତମକୁ ରେକମେଣ୍ଡ କରନ୍ତି ଯୋଉମାନେ ଅଧିକ ହେଲ୍ଦି କିମ୍ବା ଫ୍ୟାଟ ଟାଇପ ର ଅଛନ୍ତି ସେମାନଙ୍କୁ ରେକମେଣ୍ଡ କରାଯାଏ ଯେ ତମେ ଟିକେ ଓଟ୍ସ ନିଅ କିମ୍ବା ଏ ଯୋଉ କଣ ମିଲେଟ୍ସ ର ଆଇଟମ ଯୋଉ ଜିନିଷ ହଉଛି ଯେମିତି ବାଲି ହଉ ମାଣ୍ଡିଆ ହଉ ଯାଉ ହଉ ଏଇ ଟାଇପ ର ଜିନିଷ ସକାଳୁ ପିଇକି ଆସିବ ସେମାନେ ତ ପିଇଥିବେ ପୁରା ସନ୍ଧ୍ୟା ପର୍ଯ୍ୟନ୍ତ ସେମାନେ ଭୋକ କରିବେନି ମାନେ ତାଙ୍କର ଯେତିକି ଆମାଉଣ୍ଟ ଅଫ ରିକ୍ୱାରମେଣ୍ଟ ହବ ସେଇ ଧୀରେ 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 ସ୍ଲୋଲି ସେମାନେ ଏନର୍ଜି ଦେବେ ସ୍ଲୋଲି ଏନର୍ଜି ଯେତେବେଳେ ଆମର ଏନର୍ଜି ଦବ କଣ ସବୁ ହାତ ଟେକିଛ ନା କଣ ସ୍ଲୋଲି ଯେତେବେଳେ ଏନର୍ଜି ଦବ ହଁ ସ୍ଲୋଲି ଏନର୍ଜି ଦବ ସେଠି କଣ ହବ ଯଦି ହାଇ ଏନର୍ଜି ରିକ୍ୱାରମେଣ୍ଟ ହେଲା ସେ ଜାଗାରେ କଣ ହବ ନା ସ୍ପେଶାଲି ଫ୍ୟାଟ ଟା କନଭର୍ଟ ହୁଏ ଏନର୍ଜି ତ ସେଇ ଜାଗାରେ ଫ୍ୟାଟ ବର୍ନ ପାଇଁ ତ ସ୍ପେଶାଲି ଆମେ କମ୍ପ୍ଲେକ୍ସ କାର୍ቦହାଇଡ୍ରେଟ କୁ ପ୍ରିଫର କରିଥାଉ ହେଲା ତ କାର୍ቦହାଇଡ୍ରେଟ ଟୁ ଟାଇପ ଗୋଟେ ହେଲା ସିମ୍ପଲ ଆଉ ଗୋଟେ କମ୍ପ୍ଲେକ୍ସ ତାପରେ ଫଙ୍କସନ ଅଫ କାର୍ቦହାଇଡ୍ରେଟ କଣ କଣ ରହୁଛି ଆଉ ଚାଲ ତାପରେ ନେକ୍ସଟ କୁ ଚାଲ ଫ୍ୟାଟ କୁ ଚାଲ ପ୍ରୋଟିନ ପ୍ରୋଟିନ ଅଛି ପ୍ରୋଟିନ ଆମେ କହିଥିଲେ ଯେ ହଉଛି 22 ଏଠି 20ଟା ଦେଇଛି ବଟ୍ 22ଟା ଅଛି ଆମିନୋ ଆସିଡ ହଉଛି ଏସେନ୍ସିଆଲ ଗୋଟେ ନନ୍ ଏସେନ୍ସିଆଲ ଗୋଟେ the human body need approximately 22 amino acid for the synthesis of this protein the body can intake only 13 of the amino acid that are known as non-essential protein or amino acid in fact they are essential but we do not have to get them from food we eat মানে কোনটা বডি নিজে তৈরি করে হচ্ছে 13 amino acid essential protein are not there are 9 essential amino acids which are taken only from food and not made in the body thus they are called essential protein or amino acid essential non essential essential जोड़ा दरकार non essential जोड़ा body নিজে চেক করো তার এতে কিছু ইম্পর্টেন্স হবে রাইট নেক্সট আগে চলো আর ଗୋଟେ কোন দিস if the protein of a food supply contain enough of the essential amino acid, it is called a complete protein. If the protein of a food do not supply all the essential amino acid, it is called a incomplete protein food. And जो food तक हम intake करें, तेरे जो nine essential value को satisfy करूँगी, तो से जगह से तक हमें पहले good protein ନହେଲେ ଏଟା ବା କମ୍ପ୍ଲିଟ ପ୍ରୋଟିନ କହିଲେ ନହେଲେ ଏଟା ଇନକମ୍ପ୍ଲିଟ ପ୍ରୋଟିନ କହିଲେ ଯୋଉଟା ଆମେ ନାଇନ୍ ଏସେନ୍ସିଆଲ ନାହିଁ କି ସେଟା ରହିଯାଉଛି କମ ରହୁଛି ତାପରେ ଯେମିତି ସୋର୍ସ ଅଫ କମ୍ପ୍ଲିଟ ପ୍ରୋଟିନ କଣ କଣ ଯାଉଛି all meat and other animal products are source of protein the best source of complete protein are egg milk meat poultry beef and milk product milk product ରେ ଯାହା ଯାହା ସବୁ ରହୁଛି milk product ଦହି ଆସିବନି କଳ ଆସିବ ବଟ୍ ଏତେ ନୁହେଁ ମିଲ୍କ ଯାହା ସବୁ ଜିନିଷ ରହୁଛି ଚିଜ ଫିଜ ରହିଲା ଏସବୁ ଜିନିଷ ରହିଲା ମିଲ୍କ ପ୍ରଡକ୍ଟ ଯାଉଛି ଆଉ ରହିଲା ଏଗ ର ହ୍ୱାଇଟ ଟା ଏଗ ଟା ଗୋଟେ ବହୁତ ବଢିଆ ସୋର୍ସ ଅଫ ଏନର୍ଜି ମିନ୍ସ ପ୍ରୋଟିନ ଏଗ ର ହ୍ୱାଇଟ ଟା ଜିନିଷ ହେଲା ଏସବୁ ରହୁଛି କଣ କମ୍ପ୍ଲିଟ ପ୍ରୋଟିନ ରହୁଛି ଇନକମ୍ପ୍ଲିଟ ପ୍ରୋଟିନ ରେ କଣ ରହୁଛି ଯେମିତି ହଉଛି ଫର ଏକ୍ସାମ୍ପଲ କମ୍ପ୍ଲିଟ ପ୍ଲାଣ୍ଟ ପ୍ରୋଟିନ ରାଇସ୍ and bean milk and wheat cereal and corn and beans ଏସବୁ ରହୁଛି ଇନକମ୍ପ୍ଲିଟ ମିଲ୍କ ଆଣ୍ଡ ହ୍ୱିଟ ସିରିଏଲ ମାନେ କଣ ଯେ ମିଲ୍କ ଏଟା କଣ ରାଇସ୍ ଆଣ୍ଡ ବିନ୍ସ ହଉ ଏଇଟା ଟିକେ ହୋଲ୍ଡ କରିଥା ଏଟା ମୁଁ ପରେ କେତେବେଳେ ଦେଖିକି କହିବି ମିଲ୍କ ଟା କାହିଁକି ଆଡ୍ କରିଛି ହେଲା ଆଉ ସବୁ ରହିଲା ଯୋଉ ବିନ୍ସ ରହିଲା କିଛିଟା ଯୋଉ ଆମର ସିଡ୍ସ ଆଇଟମ ରହିଲା ତା ଦେହରେ ଆମର ଇନକମ୍ପ୍ଲିଟ ପ୍ରୋଟିନ ରହୁଛି फंक्शन ऑफ प्रोटीन तो तुम जानते हो कि सेल एंड मसल टेंडन एगुड़ा सब क्रिएट हो the protein is the main component of muscle organ and plant every living cell and all body fluid expect urine and bile contain protein ହେଲା ଏ ଦିଟା ଛାଡି କି ଯାହା ଯାହା ସବୁ ରହିଲା fluid ଜିନିଷ ରହୁଛି bile juice ମାନେ ହଉଛି କଣ ଯୋଉଟା ଆମର ବାହାରେ ଏଠୁ pancreas ରୁ ବାହାରେ bile juice ହେଲା ସେଟା ବଡି କୁ ଡାଇଜେଷ୍ଟ କରିବାରେ করে ଆଉ fluid କଣ ରହିଲା ଯୋଉଟା ଆମର ରେସ୍ପିରେଟରି ସିଷ୍ଟମ ଯାଉଛି ୟୁରିନ୍ ଟା ସେଟାରେ ପ୍ରୋଟିନ ରହୁନି ବାକି ସବୁ ଜାଗାରେ ପ୍ରୋଟିନ ରହୁଛି
Protein are needed for growth and development of children and adolescents. Protein are required for the formation of hormones, enzyme and hemoglobin. ये सब formation होଉଛି तापर चलो आगे it work as a source energy of starvation or hunger. Otherwise, it is not a source of energy. It is a source of energy starvation. Otherwise, it is not a source of energy. এটা সোর্স অফ এনার্জি ମୁଁ ଆଗରୁ ଯୋଉ କହିଥିଲି ମେନସନ କରିଥିଲି ସେ ଏନର୍ଜି ସୋର୍ସ ନୁହେଁ ଜମା ଇନ କେସ୍ ଯଦି କିଛି worst କେସ୍ ହେଲା ସେଇ ଜାଗାରେ यूज ହେବ otherwise କିଛି यूज ହବନି चलो recommendation protein requirement depend on the individual and daily activity tissue growth whatever due to growth injury weight training or pregnancy affect protein requirement during sickness, protein are not only needed for repair work, but are used as energy source. Expert recommended that around 20% of the total daily calories should come from protein. 2 or 3 serving of protein. This food will meet the daily needs of most adults. ଏ ଜିନିଷଟା ଟିକେ ରହୁଛି ଡାଉଟ ରହୁଛି ବହିରେ ଦେଇଛି ଡାଉଟ ଏଟା ଧର ନା ଇନ୍ ଅଦର ଟର୍ମ ସବୁ ରହିଲା ଜିନିଷ ଗୁଡା ରହିଲା ମାନେ କଣ ଇଞ୍ଜୁରି ଯୋଉଟା ଆମର ହେଲା କିଛି ଗୋଟେ ଇଞ୍ଜୁରି ହେଲା ଇଞ୍ଜୁରିର ହିଲିଂ ପାଇଁ ବି ପ୍ରୋଟିନ ରିକ୍ୱାରମେଣ୍ଟ ସେଲ୍ ଟା ମେଣ୍ଟେନ କରିବ ନା ମେଣ୍ଟେନାନ୍ସ କଲେ ମେଣ୍ଟେନ କଲା ମାନେ ନ୍ୟୁ ସେଲ୍ କ୍ରିଏଟ କଲା ତ ସେ ଜାଗାରେ ପ୍ରୋଟିନ ରହିବ ଆଉ ଚलो ଫ୍ୟାଟ କୁ ଚलो ହୁଁ କଲା ସାଚୁରେଟେଡ ଫ୍ୟାଟ ଅନସାଚୁରେଟେଡ ଫ୍ୟାଟ କରାଲା ଏଠି କରିହବ କେବେ ଆଣିପାରିବ ହୁଁ ଏଠି ଏଇ ଯୋଉ ଆମେ ପଢେଇଲେ ଆ ଭିତରେ କାର୍ କଣ ରହିଲା କିଛି क्वेश्चन ଯଦି ପଚାରିବ ସେ ପଚାର ନହେଲେ ଆଜି କାର୍ବାଇଡ୍ ଆଜି ନ୍ୟୁଟ୍ରିସନ ଚାପ୍ଟର ସରିବ କାହାର କିଛି କ୍वेଶ୍ଚନ ନାହିଁ ସବୁ ବୁଝିଗଲ କ୍वेଶ୍ଚନ କହୁନି